ଯେହେତु ଯାତ୍ରାରେ ମୋର 3 ବର୍ଷର କ୍ୟାରିୟର 3 ବର୍ଷ କମ୍ପ୍ଲିଟ୍ ବି ହେଇନି ଚାଲିଛି ମତେ ବହୁତ ଖୁସି ଲାଗୁଛି ଆଉ ଯୋଉମାନେ ମତେ ଭଲ ପାଇବା ଦେଇଛନ୍ତି ଆଶୀର୍ବାଦ ମୋ ବାପା ମା ଭଗବାନ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ହୁଏତ ତାଙ୍କ ମାନଙ୍କ ଭଲ ପାଇବା ଆଶୀର୍ବାଦ ନଥିଲେ ମୁଁ ଆଜି ଏଇଠି ନଥାନ୍ତି ତ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଗ୍ରାଣ୍ଡ ମହଲର ମେଲୋଡିରେ ଆପଣଙ୍କର ଜଲବା ବହୁତ ପ୍ରକାର ଦେଖିବାକୁ ମିଳେ ନଷ୍ଟ ଗୀତ ଗାଆନ୍ତି କେତେ ପେସେନ୍ସ ନେଇକି ଆପଣ ଗାଆନ୍ତି ଗୀତ? ପେସେନ୍ସ ତ ସେମିତି ବହୁତ ନବାକୁ ପଡ଼ିବ କାରଣ ଆମେ ସବୁବେଳେ ଚାହିଁବୁ କଳାକାର ମାନେ ଦର୍ଶକ ମାନଙ୍କୁ ଭଲ ଲାଗିବା ଦରକାର ତ ସେଇ ଟାଇପର ଆମକୁ ପରଫମାନ୍ସ କରିବା ପାଇଁ ପଡ଼େ ସେମିତି। ମ୍ୟାଡ଼ାମ ଗୋଟେ ପୋଷ୍ଟ ମୁଁ ଦେଖିଥିଲି ଆପଣଙ୍କର 2-3 ଦିନ ତଳେ କରିଥିଲେ ଯୋଉମାନେ ଆୱାର୍ଡ ଦେବା ପାଇଁ ଡାକନ୍ତି ପଇସା ମାଗନ୍ତି ଏଇଟା ମତେ ପଚାରନ୍ତୁନି କଣ୍ଟ୍ରୋଭର୍ସି ଆଡକୁ ମୁଁ ଚାଲିଯିବି। କାରଣ ପୋଷ୍ଟ ଆପଣ କରିଥିଲେ ଫେସବୁକରେ ସୋସିଆଲ ମିଡିଆରେ କଣଟା ସତ୍ୟତା କଣ? ସେଇଟା ସତ୍ୟତା ଅଛି ବୋଲି ମୁଁ ପୋଷ୍ଟ କରିଥିଲି ସେମିତି କିଛି ମୋ ପାଖରେ ସଫିସିଏଣ୍ଟ ସେମିତି ପ୍ରୁଫ୍ ବି ଅଛି ଯେ ମତେ ଟଙ୍କା ସେମିତି ମାଗିଲେ ଆୱାର୍ଡ ପାଇଁ ମୁଁ ତାଙ୍କ ନାଁ ନେବିନି ସେଟା ସତ ସେଟା ମିଛ ନୁହେଁ ସତ ସେଥିପାଇଁ ପୋଷ୍ଟ କରିଥିଲି କିନ୍ତୁ ଯେହେତୁ ମୁଁ ଗୋଟେ କଳାକାର ଆପଣ ଜାଣିଛନ୍ତି ଟିକେ ପାନରୁ ଚୂନ ଖସିଗଲେ କଣ୍ଟ୍ରୋଭର୍ସି କଥା ଚାଲିଯିବ ସେଥିପାଇଁ ମୁଁ ସେଟା ଡିଲିଟ୍ କରିଦେଇଥିଲି।